ଗତକାଲି ରବିବାର ଥିଲା ଆଉ ମୁଁ ବି ସବୁଦିନ ଭଳି ରବିବାରରେ ଫୁଲମାଳ ଗୁନ୍ଥିଥିଲି। ହେଲେ ଆଜି ଦିନରେ ବହୁତ ବ୍ୟତିକ୍ରମ ଥିଲା। ମୁଁ ପାଖାପାଖି 10:30 ବେଳେ ବସିକି ଫୁଲମାଳ ଗୁନ୍ଥିଲି। ଯଦିଓ ପୂର୍ବରୁ ମୁଁ 7ଟା ଭିତରେ ମାଳ ଗୁନ୍ଥି ପିଲାଙ୍କୁ ଦେଇଦିଏ, ମାନେ ବୋହୂମାନଙ୍କୁ ଦେଇଦିଏ। ସେମାନେ ପୂଜା କରି ଠାକୁରଙ୍କୁ ମାଳ ଲଗାଇ ଦେଇଥାନ୍ତି। ମୁଁ ଟିକେ ଡେରିରେ ଗାଧେଇକି ଆସେ। ଠାକୁର ଘରେ ପଶିଗଲେ ମୋତେ ଭାରି ଖୁସି ଲାଗେ। କିନ୍ତୁ ଆଜି ମୁଁ କାହିଁକି ଏତେ ଡେରିରେ ମାଳ କଲି, ଆଉ ବେଳେବେଳେ ମୁଁ କ'ଣ ପାଇଁ ଇଚ୍ଛା ଥିଲେ ବି ଭିଡ଼ିଓ ପକାଇ ପାରେନି। ଆଜି ସେଇ କଥାର ଗୋଟେ ପ୍ରତ୍ୟକ୍ଷତା ଦେଖାଇବା ଉଦ୍ଦେଶ୍ୟରେ ମୁଁ ଏ ଭିଡ଼ିଓଟି କଲି। ଦେଖନ୍ତୁ ମାଳଟି ଆପଣମାନଙ୍କୁ କେମିତି ଲାଗୁଛି। ଆଜି ମାଳ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଏଇ ଯେଉଁ ଥୋପା ମନ୍ଦାର ବହୁତ ଅଧିକା ଫୁଟିଥିଲା, ସେଇଥିପାଇଁ ହିଁ ମୁଁ ଗଜରା ମାଳଟି କରିବାକୁ ଇଚ୍ଛା କଲି। ଶନିବାର ଦିନ 3ଟାରୁ 6ଟା ମୁଁ ସୁଲୁ ଆଉ ଗୁଟୁଙ୍କୁ ନେଇକି ନବକଳେବର ସିନେମା ଦେଖିବାକୁ ଯାଇଥିଲି। ସିନେମାଟି ମୁଁ ଅପେକ୍ଷା କରିଥିଲି ଯେ କେବେ ରିଗାଲିଆରେ ପଡ଼ିବ, କାହିଁକିନା ରିଗାଲିଆରେ ପଡ଼ିଲେ ମୋତେ ସୁବିଧା ହେବ ଦେଖିଯିବା ପାଇଁ। ଜଗନ୍ନାଥମୟ ସିନେମାଟି ଦେଖିଲି ଆଉ ବହୁତ କିଛି ଶିଖିଲି। ଆଗରୁ ବି ସେୟା ମୁଁ ଭାବେ, ଆଉ ପିଲାମାନଙ୍କୁ ବି ଭଲ ଲାଗିଲା। କାହିଁକି ନା ଫିଲ୍ମଟା କେବଳ ଯେ ମାନେ ତଥ୍ୟଭିତ୍ତିକ ବା ଜଗନ୍ନାଥଙ୍କ ଉପରେ ଥିଲା ତା ନୁହେଁ, ବହୁତ ସରସ ବି ହେଇଥିଲା। ସବୁ ପ୍ରକାର ସବୁ ଦିଗକୁ ଦୃଷ୍ଟି ରଖି ସିନେମାଟି ନିର୍ମିତ ହୋଇଛି, ଯାହାଦ୍ୱାରା ଏତେ ଆଦୃତ ହୋଇପାରୁଛି। ଜଗନ୍ନାଥଙ୍କ ସିନେମା ତାଙ୍କ ଇଚ୍ଛାରେ ସେ କରେଇ ନେବେ। ଏମିତି ହେଇ ମଧ୍ୟାନ୍ତର ହୋଇଗଲା। ଛୁଆ ଦିହେଁ କହିଲେ, ବୋଉ ଆମେ କ'ଣ ଟିକେ ଖାଇବୁ। ଆଜିକାଲିକାର ଏଇ ଯେଉଁ କିଣା ବିକା, ପୁଣି ଫୋନ୍ପେରେ ପଇସା ପେମେଣ୍ଟ କରିବା, ଏସବୁ ଟିକେ ମୁଁ ଶିଖିନି। ଅବଶ୍ୟ ଧୀରେ ଧୀରେ ଚେଷ୍ଟା କରୁଛି ଶିଖିବା ପାଇଁ। ମୁଁ ତ ସବୁବେଳେ ଭାବେ ପ୍ରତ୍ୟେକ ବୟସ ହେଉଛି ଶିଖିବାର ବୟସ। ପିଲା ଦିହେଁ ଗଲେ, ସେ ଯାହା କହିଲେ ସେ ଲୋକ ବୁଝିଲେ, ସେ ବି ପଇସା ମୁଁ ପେମେଣ୍ଟ କଲି। କିନ୍ତୁ ମୁଁ ବୁଝିଲି ସେଇଟା ଗୋଟେ ଏଇ ଆଳୁର ଭଜା ଟାଇପ୍ର କ'ଣ ଗୋଟେ। ଆଉ ପପକର୍ନ ଗୁଡ଼ାକ ସବୁବେଳେ ଖାଇକି ତାଙ୍କର ଆଗ୍ରହ ନଥିଲା, ସେମାନେ ସେଇଟା ବରାଦ ଦେଲେ। ମୁଁ ଦେଖିଲି, ଲୋ ମା, ଆଉ ହାଣ୍ଡି ନା ଚୁଲି ନା ଖଡ଼ିକା ମୁଠା, ଏମିତି ଭଜା ହେଇଯାଉଛି ମକା ଖଇ। ସେତେବେଳେ ବୋଉ ଆମ ପାଇଁ ସକାଳୁ ମକା ଖଇ ଭାଜିଦିଏ। ଉଷୁମ ଉଷୁମ ମକା ଖଇ ଧରିକି ଆମେ କଅଁଳ ଖରାରେ ବସୁ। ସେ ଅନୁଭୂତି ଆଉ ଏ ପିଲାମାନେ ପାଇବେ ନାହିଁ। ସିନେମାରେ ଯେତେ ବି ଗୀତ ଥିଲା, ଏଇ ଭଜନଟି ମୋତେ ସବୁଠୁ ଭଲ ଲାଗୁଥିଲା। ସତରେ ଆମ କାଳିଆ ପରି ଠାକୁରଟେ ଏ ପୃଥିବୀରେ କ'ଣ, ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ତ ନାହିଁ। ଆମ ଆଖି ଯେତେ ଦୂର ପାଉଛି ସବୁ ତ କାଳିଆମୟ। ତା ଭଳି ଦୟାଳୁ, ତା ଭଳି ସ୍ନେହୀ, ତା ଭଳି ନଟଖଟ ଠାକୁର ଆଉ କେଉଁଠି ମିଳିବ। ଯେତେ ଦୃଶ୍ୟ ଦେଖିଲି, ଚିଲିକା ଭିତରେ ଜଗନ୍ନାଥ ଡଙ୍ଗାରେ ଯାଉଥିବା ବେଳର ଦୃଶ୍ୟ ମୋ ଅନ୍ତରକୁ ଛୁଇଁଗଲା। ଆଉ ସବୁଠୁ କ'ଣ କଷ୍ଟ ହେଲା କହିବି? ଆପଣମାନେ ଯିଏ ବି ଯାଇଥିବେ ନିଶ୍ଚୟ କଷ୍ଟ ହୋଇଥିବ ଯେତେବେଳେ କଳାପାହାଡ଼ ଜଗନ୍ନାଥଙ୍କ ଦେହରେ ଅଗ୍ନି ସଂଯୋଗ କଲା। ହେଲେ ମୁଁ ଏଇଥିରୁ ବୁଝିଲି, ଠାକୁରେ ଆମକୁ ଏଇଆ ଶିକ୍ଷା ଦେଲେ ଯେ ସଂସାରରେ ଆମେ ଅଛେ ମାନେ ଆମକୁ ଦୁଃଖ ସୁଖ ସବୁକୁ ସମ୍ମୁଖୀନ ହେବାକୁ ପଡ଼ିବ। ଆଉ ସବୁ ପରେ ବି ପୁଣି ଜୀବନ ତା ପଥରେ ଚାଲିବ। କୌଣସି କଥାରେ ଭାଙ୍ଗି ପଡ଼ିବା ଉଚିତ ନୁହେଁ। ଯଦି ସ୍ୱୟଂ ଭଗବାନ ବେଘର ହେଲେ, ମାନେ ଗୃହତ୍ୟାଗ କଲେ, ସ୍ୱୟଂ ଭଗବାନ ଦୁଃଖ ପାଇଥିଲେ, ଆମେ କି ଛାର ମଣିଷ। ଆମକୁ ଶିକ୍ଷା ଦେବା ପାଇଁ ସିଏ ତାଙ୍କର ଏଇ ଦୁଃଖର ନାଟକ ରଚିଥିଲେ। ନହେଲେ ଯିଏ ସର୍ବମୟ କର୍ତ୍ତା, ସିଏ ପୁଣି ଏତେ କଷ୍ଟ ପାଇଥାନ୍ତେ। ଏତିକି ବେଳକୁ ସିନେମା ଭାଙ୍ଗିଗଲା। ଆଉ ମୋର ଏଇ ସୁନା ଝିଅଟି ଆସି ମୋ ସହିତ ଫଟୋଟିଏ ଉଠିବାକୁ ଚାହିଁଲେ। ଭଲ କଥା, ଖୁସିର କଥା। ଜୀବନ ସାରା ମାଉସୀ ବୋଲି କହିଦେଲେ ତ ମୋ ମନ ଖୁସିରେ କୁରୁଳି ଯାଏ। ତାଙ୍କ ସାଙ୍ଗେ ଫଟୋ ଉଠାଇ ଆମେ ବହୁତ ଖୁସି ହେଲୁ। ଆହୁରି ଅନେକ ବି ବାହାରେ ଥିଲେ। ଏମାନଙ୍କୁ ଭେଟିଲେ ହିଁ ମୋତେ ନିୟମିତ ଭିଡ଼ିଓ କରିବାକୁ ଇଚ୍ଛା ହୁଏ। ମୋତେ ଲାଗେ ସତରେ କିଏ ଅପେକ୍ଷା କରି ରହିଛନ୍ତି ମୋର ଭିଡ଼ିଓଟି ଦେଖିବା ପାଇଁ। ହେଲେ ଦେଖନ୍ତୁ, ଆମେ ବହୁତ ଖୁସିରେ 6ଟା ବେଳକୁ ସିନେମାରୁ ଫେରିଲୁ। ଆମକୁ ଚୁଙ୍ଗା ନେଇକି ବସେଇ ଦେଇଥିଲା, ଆଉ ଜାଙ୍ଗୁ ଯାଇକି ନେଇ ଆଇଲା। ଏଇଠି ଗୋଟେ ମଜା କଥା ଦେଖନ୍ତୁ। ମୁଁ ତ ଆଗରୁ କହିଛି ମୋତେ ଏକ୍ସଲେଟରରେ ଯିବାକୁ ଡର ଲାଗେ। ହେଲେ ଏମାନେ ଏତେ ଖୁସିରେ ଯାଉଥିଲେ ଯେ ତାଙ୍କ ହାୱାରେ ମୁଁ କେତେବେଳେ ସେଥିରେ ବସିକି ଚାଲି ଆଇଲି। ଘରେ ଆସି ପହଞ୍ଚିଲା ବେଳକୁ ଜାଣିଲି ଆମର ଗୋଟିଏ ଗାଈ ଜନ୍ମ କରିଛି। ଆଗରୁ ତ କହିଛି, ଗାଈ ଜନ୍ମ କଲେ କେତେ ପାଲା ଲାଗେ। ଶିବ, ଜାଙ୍ଗୁ, ଇଏ ସବୁ ତଦାରଖ କରିସାରିଛନ୍ତି। ତଥାପି ମୁଁ ଟିକେ ନଗଲେ କ'ଣ ମନ ବୁଝିବ। ମୁଁ ଲୁଗା ବଦଳେଇକି ଗୁହାଳକୁ ବାହାରିଲି ତ ମୋ ପଛେ ପଛେ ଏ 2 ଜଣ ବି ବାହାରିଲେ। ହଉ ଚାଲ ଗାଈ ଗୋରୁଙ୍କ ସାଙ୍ଗରେ ଟିକେ ମିଶନ୍ତୁ, କାଳେ ଆମ ପରେ ବି ସେମାନେ ଗୋଟେ ଅଧେ ଗାଈ ରଖିବେ।
ଗାଈ ଅଛନ୍ତି, ଜଞ୍ଜାଳ ତ ବହୁତ ଲାଗୁଛି। ବେଳେବେଳେ ତ ଏତେ ବିରକ୍ତ ଲାଗୁଛି ଗାଈଙ୍କୁ କୁଆଡ଼େ ଛାଡ଼ିଦେବି, ନହେଲେ ମୁଁ ଘର ଛାଡ଼ି ଚାଲିଯିବି। ହେଲେ ଯେତେବେଳେ ଭାବୁଛି ଗୁହାଳ ଶୂନ୍ୟ ହୋଇଯିବ, ମନ ଭିତରଟା କ'ଣ ହେଇଯାଉଛି। ସତରେ ବିନା ଗାଈରେ କେମିତି ଆମେ ରହିବୁ। ଦେଖନ୍ତୁ, ଏଇଠି ଅଣ୍ଡିରା ବାଛୁରୀଟିଏ ଜନ୍ମ କରିଛି। ବାଛୁରୀ ଜନ୍ମ ହୋଇଥିଲା ଶନିବାର ଦିନ। ମାନେ ଆମେ ସିନେମା ଯାଇଥିଲୁ ଶନିବାର ଦିନ 3ଟାରୁ 6ଟା। କିନ୍ତୁ ରବିବାର ଦିନ କ'ଣ ହେଲା, ସେଦିନ ଆସିକି ତ ରାତିରେ ଗଲି, ବାଛୁରୀକୁ ଦେଖାଦେଖି କରି ପଳାଇଲି। ସେଇଟା ହେଲା ରବିବାର ସକାଳର କଥା। ରବିବାର ସକାଳୁ ଉଠିଲି ତ ଗୁହାଳକୁ ଗଲି। ବାଛୁରୀଟିଏ ଗୁହାଳେ ଥିଲେ ବଡ଼ି ସକାଳୁ ଗୁହାଳକୁ ଯିବାକୁ ପଡ଼େ। କାଳେ ବାଛୁରୀ ପଡ଼ିଯାଇଥିବ ମୁତଫୁତରେ, ରାତିରେ କ୍ଷୀର ପିଇଥିବ କି ନାହିଁ। କଅଁଳା ବାଛୁରୀ, ତାକୁ ଟିକେ ଭଲରେ ଯତ୍ନ ନ କଲେ କେମିତି ହେବ। ଏ ଛୁଆ ଦିହେଁ ତ ସବୁବେଳେ ମୋ ପିଛା ଧରୁଛନ୍ତି। ହଉ ଠିକ୍ ଅଛି, ସିଏ ବି ଯାଆନ୍ତୁ ଗୁହାଳକୁ, ଦେଖନ୍ତୁ ଗାଈମାନଙ୍କର କେମିତି କ'ଣ କାମ ହେଉଛି। ସବୁ କଥା ପରେ ସିଏ ଘରକୁ ଫେରି ଆସିଲେ। ଏବେ ବର୍ଷା ଯୋଗୁଁ ବାଟ ଯାହା ହେଇଛି କୁହନ୍ତୁନି। ଆଉ ପିଲାଙ୍କୁ ନେଇକି ଗଲାବେଳକୁ ଭୟ ଲାଗୁଛି। ବେଳେବେଳେ ତ ସାପ ବି ବାହାରୁଛି। ତଥାପି ସେମାନେ ନଛୋଡ଼ ବନ୍ଧା ସାଙ୍ଗ ହେଇକିରି ଗଲୁ। ବାଛୁରୀ ତାର ଆରାମସେ ଶୋଇଥିଲା। ଏକଥା ଗଲା। ସକାଳୁ ତ ଆହୁରି କାମ ଲାଗିବ। ତାଙ୍କୁ ଖାଲି ରାତିରେ ସିନା ଶୋଇଲା ବାଛୁରୀ, ଗାଈ ତ ଖାଇବ କୋଳଥ ସିଝା, କୋଳଥ ବତୁରା ହେଇଛି। ଶିବ ତ ଗାଈ 2ଟା ଦୁହିଁବ, ଗୁହାଳ କାମ କରିବ। ଆଉ ତା ସାଙ୍ଗେ ଟିକେ ନ ମିଶିଲେ ଏତେ ଗୁଡ଼ିଏ କାମ ସେ ପିଲା ଲୋକ କରିବ କେମିତି। ସକାଳୁ ମୁଁ ପୁଣି ଗୁହାଳକୁ ଗଲି। ଆଉ ଗୁହାଳରୁ ଫେରିକି ସେତେବେଳକୁ ମୁଁ ଅବଶ୍ୟ ଫୁଲ ତୋଳି ଦେଇଥିଲି। ଗୁହାଳକୁ ଗଲି। ବାଛୁରୀଟି ତା ମା ପାଖରେ ଶୋଇଥିଲା। ତାକୁ ଉଠେଇକି ପହ୍ନାରେ ଲଗେଇଦେଲି। ସିଏ ବସିକି ଭଲରେ ଆରାମସେ ଦେଖୁନାହାନ୍ତି କେମିତି ଖୁନ୍ଦାରିକି ପିଉଛି। ଏସବୁ ସମୟରେ କିଏ ବା ମୋର ଭିଡ଼ିଓ କରିବ। ଆଉ ମୁଁ ନିଜେ ନିଜେ ଫୋନ୍ ଧରି ଭିଡ଼ିଓ ଏତେ ଭଲରେ କରିପାରେନି। ଘରକୁ ଫେରି ଆସିଲି। ଫେରି ଆସିଲା ବେଳକୁ କୋଳଥ ବତୁରାକୁ ନେଇକି ଗ୍ରାଇଣ୍ଡରରେ ବାଟିଲି। ଅତୀତ କଥା କେତେ ମନେ ପଡ଼ୁଥିଲା। ଆମେ ତ ଶିଳରେ ବାଟୁଥିଲୁ। ସେ ଗ୍ରାଇଣ୍ଡିଙ୍ଗ କରିସାରିକିରି କୋଳଥ ଗାଧୁଆ ଘରକୁ ଯାଇ ଗିଜର ଲଗେଇଦେଲି। ଆଉ ଗିଜରରୁ ଗରମ ପାଣି ନେଇଗଲି। କେତେ ବଦଳି ଯାଇଛି ଗୋଟାଏ ଅମଳରେ। ଏଇ ଜୀବନରେ କୁଟା ଜାଳିକି ହାଣ୍ଡିରେ ପାଣି ଗରମ ହେବ, ଶିଳରେ କୋଳଥ ବଟା ହେବ, ବଳଦଙ୍କୁ ଗାଈଙ୍କୁ ଦିଆହେବ। ମୁଁ ତ ବହୁତ ସୁବିଧାରେ କୋଳଥ ବାଟିଦେଲି, ଆଉ ଗରମ ପାଣି ବି ନେଇଗଲି। ତାକୁ ନେଇ ଗୁହାଳେ ଯାଇ ପହଞ୍ଚିଗଲି। ଯାଇକି ତାର ଖାଦ୍ୟ ରେଡ଼ି କରିକି ଖୁଆଇଲି। ଭଲରେ ଖାଇଦେଲା। ଗୋଟେ ଗୋଟେ ଗାଈ ଜନ୍ମ ପରେ ଭଲରେ ଖାଆନ୍ତିନି, ଆକୁଚେଇ ହୁଅନ୍ତି। ସେ ଗାଈମାନେ ଭଲ କ୍ଷୀର ଦିଅନ୍ତିନି। ଏ ଗାଈଟି ଭଲ କ୍ଷୀର ଦେବ। ତାର ପ୍ରଥମ ଫଳଟି ନଷ୍ଟ ହୋଇଯାଇଥିଲା। ଏଇଟା ତାର ଦ୍ୱିତୀୟ ଫଳ, କିନ୍ତୁ ତାର କ୍ଷୀର କାରବାର ହେଇନି। ଆଗ ବାଛୁରୀ କ୍ଷୀର ପିଇକି ଟାଣ ହଉ, ବାକି କଥା ପରେ ଦେଖାଯିବ। ଯାହା ହଉ ଗାଈଟି ଭଲରେ ଖାଇଦେଉଛି, ଆଉ ବାଛୁରୀ ବି ବେଶ ଜୁଣିକି ଖାଉଛି। ହେଲେ ମୋ ଚାନ୍ଦମୁହିଁଟା ତ ଅବଳରେ ଜନ୍ମ ହେଇଥିଲା, ବହୁତ ଦୁର୍ବଳ ହେଇଥିଲା। ଗୁହାଳେ କାମ କଲା ବେଳକୁ ମନେ ପଡ଼ିଲା, ଆଜି ଥୋପା ମନ୍ଦାର ବହୁତ ଫୁଟିଥିଲା ବୋଲି ଗଜରାମାଳଟେ କରିବା ପାଇଁ ମୁଁ ଫୁଲ ତୋଳି ଦେଇ ଆସିଥିଲି। ହେଲେ ଗୁହାଳେ ଯେତେବେଳେ କାମ କଲି ମନେ ମନେ ଭାବିଲି, ମୁଁ କ'ଣ ପାଇଁ ଏତେ ଫୁଲ ଆଗୁଆ କିଛି ନ ବିଚାରି ତୋଳିଦେଲି କେଜାଣି। କାହିଁକିନା ମୁଁ ଗୁହାଳେ ପଶିଲା ବେଳକୁ ଦେଖିଲି ଗୁହାଳ ସାରା ଅଳନ୍ଧୁ। ମୋତେ ଶିବକୁ ପଚାରିଲି, ମୁଁ ଆରେ ଗାଈମାନଙ୍କର କାହିଁକି ଏତେ ଟିଙ୍କ ଲାଗିଛି। ସେ କହିଲା, ବୋଉ କାନ୍ଥରେ ଟିଙ୍କ ଚଢ଼ିକି ରହୁଛନ୍ତି। ଗାଈମାନଙ୍କ ଦେହରେ ସେଇମାନେ ପୁଣି ରାତିରେ ଚଢ଼ି ଯାଉଛନ୍ତି। ଇଏ ତ ଆମର କୌଣସି ରାସାୟନିକ ଜିନିଷ ବ୍ୟବହାର କରିବାକୁ ଦେବେନି। ଗାଈଙ୍କୁ ଟିଙ୍କ ଔଷଧ ଦେଲେ ବି ରାଜି ହେଉନାହାନ୍ତି। ତେଣୁ କ'ଣ କରାଯିବ। ମୁଁ ଯାଇ ଗୋଟେ ଚଉକି ଉପରେ ଚଢ଼ି ସବୁ ଅଳିଆ ଅଳନ୍ଧୁକୁ ଝାଡ଼ିଲି। ଝାଡ଼ି ସାରିଲା ପରେ ତାଙ୍କୁ ଫୋନ୍ କରି କହିଲି, ମୋତେ ଗୋଟେ ବ୍ଲିଚିଂ ଆଣିଦେଲ। ସେ ଗୋଟେ ବ୍ଲିଚିଂ ଆଣିଦେଲେ। ଆଉ କାନ୍ଥ ସାରା ସେ ବ୍ଲିଚିଂକୁ ପୁଣି ଛାଟିଲି। ଆଶା ରଖିଛି ଟିଙ୍କ କମିଯିବେ ବୋଲି। ଫଳାଫଳ କ'ଣ ହେବ ପରେ ଜଣାପଡ଼ିବ। କିନ୍ତୁ କମିବେନି କାହିଁକି। କାନ୍ଥ ସବୁ ଝାଡ଼ିକି ମୁଁ ବ୍ଲିଚିଂ ପକାଇ ସାରିଲା ବେଳକୁ 8:30 ହେଲାଣି। ତଥାପି ଗାଈ ଗାଧୋଇବା କାମ ବି ବାକି ଥିଲା। ଆଉ ଯାହା ଯାହା କଲି ତାକୁ ଭିଡ଼ିଓ କରିବା ସମ୍ଭବ ନୁହେଁ। ମୂତନଳା ଜାମ୍ ହେଇଯାଇଥିଲା। ଶିବର ମୋର ମିଶିକି ମୂତନଳା ପରିଷ୍କାର କଲୁ। ଆଉ ଭିଡ଼ିଓ କରିବ କିଏ। ବରଂ ସେତିକିବେଳେ ମୋ ଫୋନ୍ଟା ପଡ଼ିଗଲା। ଭାଗ୍ୟ ଭଲ ତାର କଭର୍ ଥିବାରୁ ଫୋନ୍ଟି ଖରାପ ହେଇନି। ସେଇଥିପାଇଁ ଅନ୍ତତଃ ଆପଣଙ୍କୁ ପୁଣି ଭିଡ଼ିଓ କରିକି ଦେଇପାରୁଛି। ବେଳେବେଳେ ଏମିତି ସବୁ ଜଞ୍ଜାଳ ଲାଗିଯାଏ ଯେ ଆଉ ଭିଡ଼ିଓ କରିବା କଥା ମୁଁ ଚିନ୍ତା କରିପାରେନି। ଇଆଡ଼େ କାମ କରୁଛି, ମନ ସିଆଡ଼େ ଆଉଟୁ ପାଉଟୁ ହେଉଛି। ଫୁଲଯାକ ତୋଳିକି ଥୋଇଛି, ମାଳଟିଏ ତ କରିବି, କେତେବେଳେ ଗୁହାଳୁ ଯିବି। ଏମିତି ସବୁ କାମ ଛିଣ୍ଡିଲା ବେଳକୁ ଯାହା ହଉ ବଡ଼ ପୁଅ ଆସି ପହଞ୍ଚିଲା। ତା ସାଙ୍ଗେ ଟିକେ ପରାମର୍ଶ କଲି। ଆଉ ଦେଖିଲି ଗୋଟେ ଲୋକ ନ କଲେ ହେବନି। ଆସନ୍ତାକାଲିକି ଜଣେ ଲୋକ କରିକିରି
ଗୁହାଳ ଆଉ ତା ନଳା ଫଳା ସଫା କରିବାକୁ ପଡ଼ିବ। ଏସବୁ କାମ କଲାବେଳକୁ ତଦାରଖ ନ କଲେ ବି ହୁଏନି। ପିଲାମାନେ ତ 8:30 ସୁଦ୍ଧା ଯିଏ ଯୁଆଡ଼େ ବାହାରି ଯିବେ, କେତେବେଳେ କ'ଣ ହେବ। ଏଇଭଳିଆ କାରଣରୁ ଇଚ୍ଛା ଥିଲେ ବି ମୁଁ ଭିଡ଼ିଓ ପକାଇ ପାରେ ନାହିଁ। ତଥାପି ଆପଣମାନଙ୍କ ସ୍ନେହ ଯେତେ ଦିନ ମିଳୁଥିବ ମୁଁ ଯେମିତି ହେଉ, ବେଳରେ ହେଉ ଅବେଳରେ ହେଉ ଭିଡ଼ିଓ କରୁଥିବି ଆଉ ପକାଉଥିବି। ମୁଁ ଯାଇକି ବହୁତ ଡେରିରେ ଗାଧୋଇ ପାଧୋଇ ଖାଇସାରିକି ଫୁଲମାଳ ଗୁନ୍ଥିଲି। କିନ୍ତୁ ମାଳଟି ତ ମୋତେ ବହୁତ ଭଲ ଲାଗିଲା। ଆପଣଙ୍କୁ କେମିତି ଲାଗିଲା କହିବେ। ମାଳି ଆଉ ଗୁଲୁରି ବି ଆଜି ଆସିଥିଲେ।